ପୂଜା ହଉଛି। से तो हाथी जोग माया हाँ हाँ सही सेठी नहीं से जो ये कौन धड़ा आशीर्वाद भी आसिला से धड़ा सार्ट पिंधुंट तो से देखा जाऊँ सब कहूँ ठीक अच्छे हौ आ जी बजाऊे तू धड़ा कथा कहू सी धड़ा सार्ट पैंट ही पिंधिकी आसला आउ कौन कह खबर ये वर्षा होची पूरा ता सत्य भी काम चलची हाँ 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 दौची वर्षा भी चली ऑलरेडी वर्षा चली केन्द्रापड़ा आ गोटे कटक डिस्ट्रिक्ट दी जन आस भी आस सी सब आगू हम एवं क्या मिछ कथा कह से हवा कथा हम थरिया होता हौ 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 आलती कर झुणा दे सारा आलती ए चलती बुझल घंटा बजा हाँ बुझे माने घंटर आवाज रु कौन 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 आवाज आसला जय जगन्नाथ जय माधव हे माधव आसुची जगन्नाथ आसुची बाबा गति माँ गति आगे चल बोलिकी आसुची संकेत माने प्रभु पाखे आइला कौन जय जगन्नाथ जय माधव अच्छा 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 माँ को पाखे माँ गति आगे चल आशीर्वाद बोलिकी आसुची माँ ध्वनि तो आसुची एते सुंदर जे माँ पूरा आशीर्वाद जो एबे 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 तुमे हैदराबाद रु कहू ना कौटू हां मु हैदराबाद रु अछि जो भाई ठिया आइछन्ती से किए से भाई किए कहउचंती से पचारुचंती कि से जो ठिया आइछन्ती आछंती जे से किए जो भाई भक्त जने आछंती एठी से किए से पचारुचंती नियंतु कथा हम तांग सदरा रे हां दउची तांग कथा हो हां आज्ञा जय जगन्नाथ जय शंभु जय शंभु आपण तो
ଲକ୍ଷ୍ମୀ ମାଙ୍କର କୋଳରୁ ଆସିଲା ଭଳିଆ ଲାଗୁଛି। ମାଙ୍କର ହାତ ଦେଖା ଯାଉଛି, ରୂପ ଦେଖା ଯାଉଛି। ଆଉ ଲକ୍ଷ୍ମୀ ମାଙ୍କୁ ଯେମିତି ବେଶୀ ଭଲ ପାଆନ୍ତି ଆପଣ। ଆଜ୍ଞା ମାଙ୍କର ମୁଁ ପୁଅ ଆଜ୍ଞା। ନା ଯାହା କହିଲେ ସେ ଠିକ କଥା କହିଲେ, ଆଜ୍ଞା ସତ କଥା କହିଲେ ତ? ହଁ ଠିକ 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 ଯାହା ଯିଏ ସିଏ ବି କହିଲେ ହଁ ଯାହା ତୁମେ କହିଲ ସିଏ କହୁଛନ୍ତି ଠିକ କଥା। ନା ଯେତେବେଳେ ସିଏ ଆସିଲେ ଏଠି ଇଏ ହେଲା ତାଙ୍କର ବଡିରୁ ମୁଁ ଜାଣିଲି। ସେ ଆସିଛନ୍ତି ବୋଲିକି ମତେ ସଂକେତ ଆସିଲା, ମୁଁ ସେଥିଲାଗି କଲ କଲି। ହଁ କାରଣ ମାଙ୍କର କୃପା ବି ମୋ ଉପରେ ଅଛି। ମୁଁ ଜାଣିଛି ହଁ ମାଙ୍କର ଯୋଉଠି ବି ମାଙ୍କର ଭକ୍ତ ମାନେ ଅଛନ୍ତି, କାରଣ ମୁଁ ହୁଁ ଏବେ ପୁରୀ ମନ୍ଦିର ଯାଇକି ରାକ୍ଷୀ ତାଙ୍କର ବାନ୍ଧିଲି ଭାଇବ୍ରେସନ ହେଲାଣି, ମାଙ୍କୁ। ତାଙ୍କର ଶକ୍ତି ଜାଗରଣ ହେଲାଣି ବୋଧେ। କାର ସେଇ ଯାହା ମାଙ୍କ ଭକ୍ତ କଥା ମୋର ତ ବଡି ଚାର୍ଜ ରହୁଛି, ତାଙ୍କର ବି ରହୁଛି। ସେ ଆଚ୍ଛା ଅସ୍ତବ୍ୟସ୍ତ କଣ ପାଇଁ ଚାର୍ଜ ହେଲା ବାବା? ସେ ପ୍ରଥମରୁ ହେଇଛନ୍ତି ମୁଁ ଜାଣିଛି, ଆମ ବଡି ବି ହେଇଛି ସେୟା ଛାଡ। ଆଚ୍ଛା ବାବା ମୋ ସାଙ୍ଗରେ କଥା ହବା ଆଗରୁ ଚାର୍ଜ ହେଇଥିଲା, ମତେ କନେକ୍ଟ ଏଠି ଆସିଲା। ତାଙ୍କ ମୁଁ ଆଖିରୁ ଅଶ୍ରୁର ସକାଳୁ ବାହାରି ଗଲାଣି। ପ୍ରଭୁଙ୍କୁ ପୂଜା କରୁଛି, ହୁଁ ସକାଳୁ ପୂଜା କରୁଛି, ଏପର୍ଯ୍ୟନ୍ତ ସରୁନି। ହୁଁ ମୁଁ କାହିଁ କଣ ପାଇଁ ବିଳମ୍ବ ହଉଛି? ମୁଁ ଆଜି ଏଠି ସେଇ ରୋଷେଇ ନଥିଲା ବା। ପୁଣି ଖେଚୁଡି ବନେଇଲି ନା ପ୍ରଭୁଙ୍କ ପାଇଁ, ଟିକେ ମୋ କାମା ପାଇଁ, ମା ମାନଙ୍କ ପାଇଁ, ଯୋଗ ମାୟାଙ୍କ ପାଇଁ ଖେଚୁଡି ବନେଇଲି। ତାଙ୍କୁ ଟିକେ ଆଜି ସଜବାଜ ରଙ୍ଗ କରିଦେଲି। ତାଙ୍କ ଚନ୍ଦନ ଦେଲାଠୁ ଲିଭି ଯାଉଛି ଝାଳକ୍ରାମ, ତାଙ୍କର ତ ଆଖି ସବୁ ସୁରୁପ ଅଛି। ଆଉ ଚନ୍ଦନ ଟିକେ ଟିପି ଟିପି କରିକି ତାଙ୍କୁ ସଜା କରିଦେଲି। କାଲି ଆସିଛନ୍ତି ଧଳା ଶିବଲିଙ୍ଗ ଆସିଛନ୍ତି ଜଣେ, ତାଙ୍କ ଦିହରେ କଳା ନାଗ ଅଛି। ଆଚ୍ଛା 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 ହଁ ମାନେ ଏତେ ତମକୁ ତ ଭାଇ 3ଟା 4ଟା ଶାଳଗ୍ରାମର ଫଟୋ ପଠେଇଥିଲି, ଏବେ 200 ପାଖାପାଖି ହେଲେ, ବୁଝିଲେ? ଆଚ୍ଛା 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 ହଁ ମୁଁ ସେଇଟା ଟୋଟାଲି ତମକୁ ଭିଡିଓ ପଠେଇବି। ସେ ସେ ସବୁ ବିଷ୍ଣୁଙ୍କ ତିଲକ ସବୁ ସେ ରାମ। ସେ ଭାଇଙ୍କର ଭାଇବ୍ରେସନ ଦେଖିଲି ପ୍ରଥମେ ଯେତେବେଳେ ପରିକ୍ରମା କଲେ, ମୁଁ ଜାଣିଥିଲି ସେଠୁ ଆସିଲା କରେଣ୍ଟ ହେଲା କି। ତାପରେ ସେ ସେ ତ କରେଣ୍ଟ ସିଏ ଆସିଛନ୍ତି ମାଙ୍କର ବା ଅଂଶରେ ଆସିଛନ୍ତି, ମାଙ୍କ କୋଠରୁ ଜନ୍ମ ହେଇଛନ୍ତି ସେ ମାଙ୍କ ଛୁଆ। ହଁ 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 ସେ ସେଥିପାଇଁ ଏଠି ଭାଇବ୍ରେସନ ହଉଛନ୍ତି। ତାଙ୍କୁ ପ୍ରଭୁ କଣ ବର୍ଷା ହଉଛି, ଇନ୍ଦ୍ରଙ୍କର ପୁଷ୍ପ ବୃଷ୍ଟି ଚାଲିଛି। ତା ସତ୍ତ୍ୱେ ସିଏ ଏଠି ଆସିଲେ ବୋଲିକି ବା ହେଲା। ଅଲରେଡି ଚାଲିଛି। ସେ ସେଠୁ ବାହାରିଛନ୍ତି, ସେଠୁ ଆରମ୍ଭ ହେଇଛି ତାଙ୍କ ଘର ଠାରୁ। ସିଏ ଆଉ ଗୋଡ ଧୋଇବେ କଣ? ତାଙ୍କ ଗୋଡ ମୁଁ ତ ହାତ ସେୟା କିଛି କହିଲି, ସେ ଧୋଇବେ। ସେଇ ଠିକ କଥା। ସିଏ ମୁଁ ସେଠି ଆଇଲେ ମୁଁ କହିଲି ଡାଇରେକ୍ଟ ସିଏ ଗଲେ, ମୁଁ କହିଲି ଜାଣିଛି ଠିକ ଅଛି, କିଛି କାରଣ କାହିଁ କଲେ ମୁଁ ତାଙ୍କୁ କହିଦେଲି। କହିଲେ ପାଣି, ମୁଁ କହିଲି ନାଇଁ ତମର ଅଲରେଡି ସରିଛି କାମ। ତା ଅର୍ଥ ହଉଛି ତୁମେ କହୁଛ ଗୋଡ ଧୋଇବା, ସେ ପ୍ରଭୁଙ୍କର ଇନ୍ଦ୍ର ଦେବତା ଆପଣଙ୍କୁ ପୁରା ସ୍ୱଚ୍ଛ କରିଦେଇଛି ପୁଷ୍ପ ବୃଷ୍ଟିରେ। ସେ ସ୍ୱାଗତରେ ନେଇକି ଆସିଛନ୍ତି ନା ହଁ ହଁ ସେ ସେଠୁ ପୀଠକୁ ହେଲା। ହଁ ହଁ ଆଉ ତମେ ଯୋଉ ଯାଇଥିଲ ବାୟାଣୀ ମାଙ୍କ କତିକି ଯାଇଥିଲ, ସେ ବାୟାଣୀ ମାଙ୍କ କଥା ଟିକେ ବୁଝ। ମୁଁ କଥା ହେବି କଥା ତାଙ୍କ ହେବି କଥା ହେବି। ସଂସାରର ସାର ତାରି କତିରେ ମୁଁ ହେଲା। ଜାଣିଛି ସବୁ କଥା ହେବି, ଟିକେ ୟାଙ୍କ କାମ ସରୁ ମୁଁ କଥା ହେବି ହେଲା। ଲାଇନରେ ଥାଅ। ନାଇଁ ନାଇଁ ଏଇ ଯୋଉ ବାବାଙ୍କୁ ଦିଅ, ତାଙ୍କୁ ଟିକେ ଫୋନ। ଦଉଛି। ଆଜ୍ଞା କୁହନ୍ତୁ ବଡ଼ ପାଟିରେ ଟିକେ କୁହନ୍ତୁ। କୁହନ୍ତୁ ଆଜ୍ଞା। ଆଚ୍ଛା ଆପଣଙ୍କ ଘର ହଉଛି କୋଉଠି? ଆମ ଘର ହଉଛି କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟ ମକୁନ୍ଦପୁର ପଞ୍ଚାୟତ, ଆଜ୍ଞା। ଆଉ ନଛିପୁର ଗ୍ରାମ। ଆପଣ ଏଠିକେ ମାନେ ସନ୍ଧାନ କେମିତି ପାଇଲେ? ସନ୍ଧାନ ମୁଁ ୟୁଟ୍ୟୁବ ଦେଖେ, ପ୍ରାୟ ଆଧ୍ୟାତ୍ମିକ ଚ୍ୟାନେଲ ସବୁ ଆଧ୍ୟାତ୍ମିକ ଚ୍ୟାନେଲ ଦେଖେ। ଆଚ୍ଛା। ମୁଁ ସେଇଥିରୁ ପାଇଲା ପରେ ମୋର ଆକର୍ଷଣଟା ବଢ଼ିଲା। ଆଚ୍ଛା ଆପଣଙ୍କୁ ଗୋଟେ କଥା କହିବି? ହଁ କୁହନ୍ତୁ। ଆପଣ ବଜରଙ୍ଗବାଲୀଙ୍କୁ ବି ଟିକେ ଭଲ ପାଆନ୍ତି କି? ବହୁତ ବଜରଙ୍ଗବାଲୀ ମତେ ଦେଖା ଯାଉଛନ୍ତି ବହୁତ ଆପଣଙ୍କ ବହୁତ ମୁଁ ପାଖରେ। ଆଜ୍ଞା ତାଙ୍କ ପୂଜା ନ କଲେ ଘରୁ ବାହାରୁନି। ଆଚ୍ଛା ସେ ବଜରଙ୍ଗବାଲୀ ଗୁରେଇ ଗାରେଇ ହେଇକିନି ଯେମିତି ସାଧା ରୂପରେ ଯୋଉ ତପସ୍ୟା କଲା ଭଳିଆ ବସିଛନ୍ତି କି? ଆଜ୍ଞା। ଆଚ୍ଛା। ମୁଁ କୋଉ ସାଧନା କରିବି କି ମୁଁ ସାଧୁ କରୁନି। ନାଇଁ ମୁଁ ବି ସାଧୁ ନୁହେଁ କି ଇଏ ନୁହେଁ, ସେ ଭଗବାନଙ୍କ ଲୀଳା, ମାର କୃପା। ଆଜ୍ଞା ଇରେ ଶୁଣନ୍ତୁ ଘରଣିଆ ପଣେ ଦିନ କାଟୁଥିବି, କେହି ଜାଣିପାରିଚିନି, ବୁଝିପାରିଲ ନା? ଘର ଶୁଣ ମାନେ ମୁଁ କହୁଛି, ମୁଁ ଗୋଟେ କମ ବୟସର ଝିଅ, ମାନେ ମୋ ବାହା ବି ହେଇଛି, ମୋର ପୁଅଟେ ବି ଅଛି 8-9 ବର୍ଷର ପୁଅଟେ। ହଁ ହଁ ମତେ କେତେ 35-36 ବେଲପତ୍ର ବର୍ଷ ତୁଳସୀ ଟିକେ ପକେଇଦିଅ। ହେଲା। ହୁଁ ତାପରେ ମୋର ଛୋଟ ବେଳୁ ଜନ୍ମ ମାମୁଁ ଘରେ, ହଁ ସେଠି ଗୋପାଳଙ୍କ ଜାଗାରେ ମୁଁ ଜନ୍ମ ହେଇଛି। ହଁ ସେଠୁ ମାନେ ସେଠି ପ୍ରଭୁ ମତେ ରଖେଇ ଦେଲେନି। 22 ବର୍ଷ ଯେମିତି ଆସ ହେଲା ନେଇ ମତେ ଆସିବ। କଟକ ଆସିଲି। ଛତିଆ ବଟରୁ 23 ବର୍ଷରେ ବାହା ହେଇକି ତିନୋଟି ପ୍ରସାଦ ରଖିବା ହେଲା। ତିନୋଟି ଶାଶୁ ଘରେ ଯେତେବେଳେ ମୋର ବାହାଘର ନେବା, ଶାଶୁ ଘରେ କିଛି ନଥିଲା। ତଳେ ମୁଁ କାଇଁ ଥୋଇଲ? ଯୋଉ ଜାଗାରୁ ବିବାହ ସେଇଠି ହେଇଯାଇଛି, ସେଇଠି ସେଇଠି ମନ୍ଦିରେ ତାଙ୍କୁ କିଏ ହେଇଛନ୍ତି। ହଉ ଦିଅ, ଥୋଇ ସାରିଲେଣି, ସେ ତ ଉପରେ ଥୋଇଥାନ୍ତ। ହଉ ଠିକ ଅଛି, ଚଳିବ। ସେ ସବୁ ତାଙ୍କରି। ରଖ ଆଉ ଗୋଟେ ଥୁଅ, ସେ ଥାଳିଆ ଉପରେ ଥୁଅ, ଥାଳିଆ ଉପରେ ଥୁଅ। ଥାଳିଆ ଉପରେ ଗୋଟେ ରଖ।
ହୁଁ ହଁ କୁହନ୍ତୁ କୁହନ୍ତୁ ଶୁଣ ମୁଁ ଯୋଉ ଚଳିବ। ଜାଗାରୁ ବିଦା ହେଇକି ଆଇଛି ସେ ଜାଗା ଶୁଣ କଥା ଭାଇ ନାଇଁ ମୁଁ ନମ୍ବର ଭାଇଙ୍କର ରଖିଛି ବ୍ଲକ ମାରିକି ବି ରଖିଛି। ସିଏ କଥା ହୁଅନ୍ତିନି, ସେ ଛା ଆଜି କାହିଁ କଥା ହେଲେ ମୁଁ ତ ସେଇ ଗୋଟେ ଆଶ୍ଚର୍ଯ୍ୟ। ହଁ ଠିକ ଅଛି ଆଚ୍ଛା ହଉ କଥା ହଉଛି ଏଇଥିପାଇଁ ମୁଁ ଜାଣିପାଇଲି ଜଣେ ଆସିକି ପହଞ୍ଚୁଛନ୍ତି, ସେଥିଲାଗି ମୁଁ ଭାଇଙ୍କୁ କଲ୍ କରିଲି। ଆଜ୍ଞା ଆଜ୍ଞା ସେ ତ ଠାକୁରଙ୍କ କୃପା ଆଉ। ଆଉ ଏଠି ମହାପ୍ରଭୁ ତ୍ରିଦେବ ମୋ କତିରେ ସୁଭଦ୍ରାଠୁ ଆରମ୍ଭ କରି ଜଗନ୍ନାଥ, ବଳଦେବ, ଶିବ ପାର୍ବତୀ, ଥାଳିଆରେ ଦବ। ବିଷ୍ଣୁଙ୍କ ଗୋଟାଏ ତିଲକ, ଦେଇଦବ। ଶିବଙ୍କ ତିଲକ, ହଁ ଓମ, ସ୍ୱସ୍ତିକ, ଗରୁଡ, ମାନେ ଅଚ୍ୟୁତ, ଆଜ୍ଞା ଆଉ ସବୁ ଦେବାଦେବୀ ଶାଳଗ୍ରାମ ରୂପରେ ଶଙ୍ଖ ବି ଚାଲିଛି। ଆଶ୍ଚର୍ଯ୍ୟ ହେଇକି ତାକୁ ଘରକୁ ନେଇଯାଇଥିଲି ଆଉ ଜାଣିନଥିଲି ଯେ ବେବିନା ତମାନଙ୍କୁ। ଏ ବେବିନା ହଁ ଭାଇ ବର୍ଷା ସତ୍ତ୍ୱେ ଆମର କର୍ପୂର ଆଳତି ଏବଂ ଝୁଣା ସମ୍ପୂର୍ଣ୍ଣ ପ୍ରଭୁଙ୍କର କାର୍ଯ୍ୟରେ ଲାଗିଲା, ମାନେ ଲିଭିବାର ନା ନାହିଁ। ସେ ବା ହଉଛି ମୁଁ କାହିଁକି ଫୋନ କରୁଛି ତମେ ଜାଣିପାରୁନ? ହୁଁ ମୋର ବା 2 ଦିନ ହେଲା ଅଖଣ୍ଡ ଦୀପ ଜଳୁଛି। ମନକୁ ତାର ଜଳୁଛି ବୋଲେ ଛୋଟିଆ ଦୀପଟେ। ଠିକ କିଛି ତ ଅଛି। କାରଣ ଥିଲା ବୋଲିକି ଜଳୁଛି ନା, ଏଇ ଆଜି କଥା ହଉଛି ଏପର୍ଯ୍ୟନ୍ତ ବି ଜଳୁଛି। ମୋ ଘର ତ ଚୁଆ ଚନ୍ଦନରେ ମହକୁଛି। ମୁଁ ମାସେ ଗୋଟେ ଗାଁରେ ରହିଲି, ଆଇଲା ବେଳକୁ ମୁଁ ଘର ପୁରା ଯେମିତି ସତେକି ଧୂପ ମୁଁ ଆଜି ସକାଳୁ ଆସିବି ବୋଲି ମତେ ଚନ୍ଦନ ବାସ୍ନା ହଉଛି। ଘରେ ମୁଁ ରୁମ ରେ ବସିଛି, ମତେ ଜୋର ବାସ୍ନା ହଉଛି। ଆମ ଘର ତ ସହଜେ ତୁଳସୀ ଚନ୍ଦନ ଝୁଣା ଯିବ ବାସ୍ନା ହୁଏ, ଆମ ଘରେ ମା ଅଛନ୍ତି ନା। କିନ୍ତୁ ଅଧିକ ଟିକେ ବାସ୍ନା। ଆଜି ବାସ୍ନା ଟା ଗୋଟେ ଅଦ୍ଭୁତ ଜିନିଷ ହେଲା, ଯୋଉ ବାସ୍ନା ଟା କି କେବେ ମାନେ ଏମିତି ଟାଇମ ରେ ଆସେନି। ଆଚ୍ଛା 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 ହେଲା ସକାଳୁ ଚନ୍ଦନ ବାସ୍ନା ଟା ମୁଁ ପର୍ଟିକୁଲାର ମୋରି ଜାଗାରେ ହିଁ ହଉଛି, ମୋ ଚାରି ପାଖରେ ନାହିଁ। ହେଲେ ସେ ଜିନିଷଟା କେବେ କସ୍ତୁରୀ ବଳି ଦେଇଛି, ଚନ୍ଦନ ବଳି ଦେଇଛି। ହଁ ସବୁ ଯାଅ ବୋଲିକିନି କିଏ ଆସୁଛନ୍ତି। ସେ ମୋରି ପାଖରେ ହିଁ ବାସ୍ନା ଟା ହେଲା। ସେଠୁ ମୁଁ ଅନୁମାନ ସେଇଠୁ ନିଜେ ବଳିଛି ପ୍ରଭୁଙ୍କ ଚନ୍ଦନକୁ। ଜିନିଷ କାରଣ ମୋର ନିଜର ଦେବୀ ମୋ ପାଖରେ ଅଛନ୍ତି ନା, ମା ବନ ଦୁର୍ଗା ଅଛନ୍ତି ମୋର ଘରେ ରହୁଛନ୍ତି। ସେ ତାଙ୍କ ପୂଜା ହୁଏ। କଳା ହାତ ଦେଖଉଛି, ଆଶୀର୍ବାଦ ନମେଇ ଦଉଛନ୍ତି ଆଉ। ଆଉ ତ ସେଥିପାଇଁ ଆମ ଘରେ ମୋ ବିଷୟରେ ଟିକେ କହିଲେ, ମା ଯଦି ମା ତ କିଛି କହୁଥିବେ ନା, ଟିକେ କହୁନାହାନ୍ତି ମା। ମୁଁ ଆପଣଙ୍କ ବିଷୟରେ କହିବି କଣ, ମୁଁ ଆପଣଙ୍କୁ ଯାହା ଦେଖା ଯାଉଛି ବର୍ତ୍ତମାନ ଆପଣ ଯୋଉ ଜାଗାରେ ଅଛନ୍ତି, ଆଜ୍ଞା ଆପଣଙ୍କ ସାଇଟ ରେ ଗୋଟେ ଲମ୍ବା ହେଇକି ଜିନିଷ କଣ ଅଛି? ଲମ୍ବା ନାଇଁ, ଡାଇନିଂ ଅଛି। ଲମ୍ବା ଜିନିଷ ଦେଖା ହଉଛି, ଯେମିତି ଲମ୍ବା ରାସ୍ତା। ହଁ ଲମ୍ବା ରାସ୍ତା ଅଛି, ରାସ୍ତା ତ ଅଛି ଲମ୍ବା, ଆମର ବାଲକୁନି ଟା ଲମ୍ବା ଅଛି। ହଁ ମତେ ଖାଲି ସେତିକି ହିଁ ଦେଖା ଯାଉଛି। ଆପଣଙ୍କର ଆପଣ ବସିଛନ୍ତି ଯୋଉ ଜାଗାରେ, ଟିକେ ଗୋଟେ ବ୍ଲାକ୍ କଲର ର କିଛି ଅଛି କି? ସେ ଜାଗା ମାର୍ବଲ ହିଁ ବ୍ଲାକ୍। ଆଜ୍ଞା ସେତିକି କହିବି। ହଉ ଆଚ୍ଛା, ଯୋଉ ଏଠିକି ଯୋଉ ଆସିଲେ, ଏଠିକା ପୀଠ ବାବଦରେ କଣ ମାନେ ଆଉ କିଛି ଜାଣିବା ପାଇଁ ଫୋନ କରିଛି। କହ ତମେ ଦି ଜଣ କଥା ହୁଅ ଶୀଘ୍ର ଟିକେ ସାର। ବ୍ୟସ୍ତ ହୁଅନି, ସେ ଦିନ ମାନ ତମ ପାଖରେ ରହିବେ। ସେ ଯୋଉ ବର୍ଷା ଛାଡିଲେ ଯିବେ। ହଁ ଶୁଣ, ପୀଠରେ ସେ ଯାହା ବି ଠାକୁରଙ୍କର ବର୍ତ୍ତମାନ ପରିସ୍ଥିତି ଅଛି, ବା ଠାକୁର ଯୋଉ ସ୍ଥିତିରେ ଅଛନ୍ତି, ଆର ବହୁତ ଜଲ୍ଦି ଉନ୍ନତି ହିଁ ହବ ଏ ଜାଗାର। ହେଲା ମତେ ଏଇଟା ଜଣା ପଡୁଛି ନା, ଏଇଟା ଯାହା ଠାକୁରଙ୍କର ମୋ ମନ ଭିତରେ ଯାହାଟା ଆସୁଛି, ମୁଁ କହୁଛି ନିର୍ଦ୍ଦେଶ। ଏ ଜାଗାର ବହୁତ ଦିନ, ଆଉ ଏ ଜାଗାକୁ ଲୋକମାନେ ଆସିବେ, କିନ୍ତୁ ବହୁ ତାଙ୍କୁ ମାନେ ସେଇଭଳିଆ ଲୋକ ଆସିବେ, ଯୋଉ ଲୋକ କି ଏ ଜାଗାର ଆସିବା ଯୋଗ୍ୟ, ଏବଂ ଯୋଉମାନେ ସୁଧୁରିବା ଲୋକ, ଯୋଉମାନେ ସୁଧୁରିବେ ଏ ଜାଗାରେ, ସେ ତା ଦେହରୁ ବି କିଛି ଲୋକ ଆସିବେ। ଆଉ ବାକି ଯୋଉମାନେ ଏ ଏରିଆର ଲୋକ, ଏ ଏରିଆ କହିଲେ ପର୍ଟିକୁଲାର ଏଇ ଆମ ଉଷୁମାର ବହୁତ କମ୍ ଲୋକ ଅଛନ୍ତି ଯିଏକି ଏ ଜାଗାକୁ ଆସିବେ, ବାକି କେହି ଆସିବେନି, ବହୁତ କମ୍। ବହୁତ କମ୍ ଲୋକ ଅଛନ୍ତି, ଯିଏକି ମୁଁ ଅନୁମାନ କରୁଛି 100 ଜଣ ଭିତରେ, ମୋର ଯେତିକି ବର୍ତ୍ତମାନ ସିକ୍ସେନ୍ସ କହୁଛି 100 ଜଣ ଭିତରେ ଏ ଏରିଆରେ ଭକ୍ତ ଅଛନ୍ତି, ଯିଏକି ଏଇ ଉଷୁମା ଗାଁର, ତାଠୁ ଅଧିକା ନାହାନ୍ତି। ଆଉ ଏ ଜାଗାରେ ବହୁତ ଜଲ୍ଦି ମାନେ ଆଉ ସମୟ ହିଁ ନାହିଁ, ବହୁତ ଜଲ୍ଦି ଡେଭଲପ ହବ। ମୁଁ ଏତିକି ଖାଲି ଜଣେଇବି।
आगु कौन लीला कौन हम केमती कौन चलो अष्टसखी आसवे सब हम सुरुखुरे मत जहाँ लगुच कौन जिनस ये हेला हेनी प्रभुंर ऑटोमेटिक जे आसवा कथा सी भक्त मैंने आसिकी ऑटोमेटिक लिया हो चलो आपन किसी जना भी पड़ोनी है ठाकुर महिमा माने ऑटोमेटिक से टाणब है तादर किसी असुविधा हबार ना ठाकुर मत पूरा क्लीयर जना पड़ी किसी कौन सी हबनी बाधा विघ्न किसी हबनी आराम रे सबू काम सुरुखुरे कष्ट टिके होउची हमकु आज्ञा सबू काम कला बेलू कष्ट हुए निंदा हुए समस्ते हुए मु भी माँ गोटे आज कही दउची मु भी माँ गोटे मंदिर करी बेली माँ को निर्देश होता मंदिर अधा होगी पड़ी टिके विभ्राट टिके हेला से जार जगार है मंदिर तार डिस्प्यूट अच्छी से मंदिर अधा ये भी सही जगह ये जन अन्य जन करे डिस्प्यूट अच्छी मंदिर भी अधा ही पड़ी माँ को ऊपर टिके मु रागी की माँ को पाखु जाऊनी जाऊनी माँ भी मत दिथर डाकिलानी जे तो आस बेली मु कहली हाँ मुझे मो समय है मो समय हेले मु जीवी तो कार्य भी हम मो माँ को भी ये कथा कही तेणुकरी मार निर्देश मार बरात जहाँ हम ता निर्देश ही हम ता बिना निर्देश पथर भी पानी भासुनी बिना निर्देश ही पथर पानी भाषो तेणुकरी से महिमा ना किसी कौन कार्य हेनी सबुरी मूल तो सी ना बिना माँ को निर्देश जो आगु कौन कार्यक्रम सब रही जो कार्यक्रम हम से काम कौन प्रति प्रभु को निर्देश ही हम अच्छा बिना निर्देश किसी अच्छा वर्तमान सुधा जो होउची भी से प्रभु निर्देश सब जिनस आपनकर एबे जहाँ चलो जो बर्तमान आप 25 तारीख कहते जे ये अष्टसखी स्थापन हेबे राधाकृष्ण अनंत हम ये तो आमर आगुरु लेखा अच्छी शास्त्र जहाँ अच्छी हम मालिका जहाँ अच्छी सेटा ही हम किंतु से जो आग को जो जिनिस बढ़िबो सेटा ठाकुर निर्देश ही बढ़िबो बिना निर्देश रे आपण किछि करि परिबेनी कि एठी जो भक्त आसिले भी केही किछि करि परिबेनी अरे बोला तांकर निर्देश होला परे से जिनिस ए जगह रे ही हबो किंतु खूब शीघ्र हबो बहुत जल्दी हम यज्ञ हो कि जेकोसी यज्ञ हम आरि भितर हो यज्ञ मत देखा जाऊँ पाखापाखि 26-27 भितर यज्ञ हम बड़ यज्ञ आउ कौन सब कार्यक्रम अष्टप्रहरी अष्टप्रहरी तो यज्ञ हेले ही हम यज्ञ हेले ही अष्टप्रहरी हम कहीं हरि नाम बिना किछि नाही सेटा तो ही हम ना सी तो महामंत्र आगे हम ना नाम संकीर्तन एठी चलिबो डेली नाम संकीर्तन सब बेले चलिबो एठी शून्य रे चलची जानि परछु शून्य रे चालुची बर्तमान मते तो मु तो जहाँ देखिली मु एवं जहाँटा शास्त्र अनुसार अच्छी सेटा ही होउची आ से जगह ही पूरा सत्य जो माने ही मु कहबी जो माने ये भ्रांत धारणा अविश्वासी धारणा मुंड भीतर रखिछन से माने जल्दी सुधुरी जांतु नले खरपर मुखरे पड़ी जिवे हैला खरपर मुखरे पड़ी जिवे आ छडा किछि नै तांको सुधुरबार तांकर आ जन्म ही मिलिबोनी खरपर रे पड़िले आ तांकर जन्म ही नाही सुधुरी जिबा ही मोर वाक्य जहाँ आसुची मु कहूची सुधुरी जिबा ही सर्वगुणे भल आउ आमे सेमानकु तो अधिका किछि कहि परिबानी काना गोटे लोक को सचेतन कले भी वर्तमान जो टाइम से सचेतन हबार नाही जे सचेतन जार साडू थिबो भगवान को कृपा से ही सचेतन हबो आ जो मानकर अल्प किछि थिबो से माने ऑटोमेटिक भूल ठीक बाची बाची जदि तांकर आसीगले नले नाही